ଆପଣ ମାନେ ଦେଖୁଥିବେ ଏତେ ଜୋରରେ ଯୋଉଠି ଭିଡ଼ା ହେଉଛି ଡଙ୍ଗା ମୁଁ ବି ଲାଗି ଯାଇଛି ତା ସାଥିରେ ଭିଡ଼ିଓ ଚାଲନ୍ତୁ ଜଲ୍ଦି 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 ଭିଡ଼ିଓରେ ଅଛି ଆପଣ ମାନେ ଜଲ୍ଦି ଦେଖିବେ। ତ ଦେଖନ୍ତୁ ଆମେ ଦି ଭାଇ ଭଉଣୀ ଯାଇକି ଚାଲି ଚାଲିକା ଯାଉଛୁ। ତ ଏବେ ଆମେ ପହଞ୍ଚିଗଲୁ ଆସିକି ଏବେ ବନ୍ୟା ଆସିଛି ଭାର୍ଗବୀ ନଦୀକୁ ଆଉ ଆସନ୍ତୁ ଯିବା ଦେଖିବାକୁ। ହାଏ ନମସ୍କାର ଜୟ ଜଗନ୍ନାଥ ମୁଁ ଆପଣମାନଙ୍କର ଆୟୁଷ ଆଉ ଆମେ ଏବେ ବାହାରିଲୁ କୁଆଡ଼େ ଯାଉଛୁ ମମି? ଆମ ଘର ଏବେ ଆମେ ଚାଲିଲୁ ମାମୁଁ ଘର ଆଉ ବାବା ଆସିଲେ ହେରି ସାନ ଦେଖନ୍ତୁ ମାମୁଁ ଘର ଯିବ ବୋଲି ଆଗରେ ଯାଇକି ଛିଡ଼ା ହେଇଗଲାଣି ଯାଇକି। ଏବେ ଆମେ ମାମୁଁ ଘର ଗଲା ବାଟରେ ଟ୍ରେନ୍ ସେପଟୁ ଆସିଲାଣି ତ ଦେଖନ୍ତୁ ଆଉ ଆମେ ଏଠି ଠିଆ ହେଇଛୁ ମାନେ କେଡ଼େ ଜୋରେ ହର୍ନ ଦେଇକି ଆସୁଛି ସେ ଟ୍ରେନ୍ଟା ନା କେଡ଼େ ଯାଉଛି ଆଉ ମାନେ ଖାଲି ଟ୍ରେନ୍ଟା ମାନେ ଲୋକ ଅଳ୍ପ ଅଳ୍ପ ଅଛନ୍ତି ଆଉ ନା ଲୋକ ଅଳ୍ପ ଅଳ୍ପ ଅଛନ୍ତି ଆଉ ଏପଟେ ଆମେ ଏବେ ଯାଉଛୁ ଆସନ୍ତି ଟ୍ରେନ୍ ଯାଉଛି ଟ୍ରେନ୍ରେ ବସି ପଡ଼ିବା। ତ ଏବେ ଗେଟ୍ ଖୋଲିଲା ଏବେ ଆମେ ଯିବା ଆଉ ଷ୍ଟାର ମରା ହେଇଗଲା ଆମେ ଯିବା ଗେଟ୍ଟା ଖୋଲିଗଲା ଆଉ ଯାଉଛୁ ଏବେ ଆଉ ଆମେ ସେଠି ପୁରା ଟ୍ରେନ୍ରେ ଯାଉଛି ନା ଆମେ ଏଠି ଯାଉଛୁ ଆଉ ଏବେ ଆମେ ପଟ୍ଟାଙ୍କିଆ ପାସ୍ କରୁଛୁ ମାନେ ବହୁତ ଜାମ୍ ଏଠି ଗାଡ଼ି ବି ପଟୁ ଆସୁଛି ଏପଟୁ ବି ଆସୁଛି ଶାସନ ପଟୁ ହେଇଗଲୁ ଆମେ ଏଠି ଦେଖନ୍ତୁ ବରାଳ ବାଲୁଙ୍ଗେଶ୍ୱରଙ୍କ ପଟକୁ ଯିବା ପାଇଁକା ରୋଡ଼ ଆମରି ଗାଁ ତ ସିଏ ଆଉ ଏଠି ଏବେ ରହିଯିବେ ମିଠା କିଣିକିରି ଦୋକାନ ଆସିଗଲା ଏଠି ମିଠା ନେବ କିଣିକି ଆଉ ଆସ ଓହ୍ଲେଇକିରି କେମିତି ଲାଗୁଛି ଆସିକି ମାମୁଁ ଘରକୁ? ବହୁତ ଭଲ ଲାଗୁଛି ଆଉ ଭଲ ଲାଗୁଛି ଏଇ କ'ଣ ଆଣିକି ଆସିଲେ ସବୁ ମିଠା କିଣା ହେଇଗଲା ଯିବା ଏଥରକ ଆଉ ମାମୁଁ ଘରକୁ ଆଉ ଟିକିରେ ଜାଗା ହେବନି କି ଖରା ହେଲାଣି ପ୍ରବଳ ଖରା। ଏଇଟା ହେଉଛି ପଟ୍ଟନାୟିକା ଛକ ପଟ୍ଟନାୟିକା ମେନ୍ ରୋଡ଼ ଆଉ ଏପଟେ ଯେଉଁ ବରାଳ ବାଲୁଙ୍ଗେଶ୍ୱର ଯିବେ ଆମ ଗାଁ ତ ସେଇଠି ଆଉ ତାହେଲେ ଆମେ କେଉଁଠି ପହଞ୍ଚିଲେ? ବରାଳ ବାଲୁଙ୍ଗେଶ୍ୱରଙ୍କ ପାଖରେ ପହଞ୍ଚିଗଲେ ଏବେ ଦେଖନ୍ତୁ ଜୟ ବାବା ବରାଳ ବାଲୁଙ୍ଗେଶ୍ୱର ଏଇଟା ହେଉଛି ପୋଖରୀ ତାଙ୍କର ଆଉ ଏଠି ତ ବରାଳ ବାଲୁଙ୍ଗେଶ୍ୱର ଏଇଠି ଅଛନ୍ତି ଆଉ ପାସ୍ କରିକି ଆମେ ଗଲୁ ଆମ ଘରକୁ ଆଉ ସୋମବାର ଆସିବା ଆଉ ହେଲା ଆଜି ତ ଗୁରୁବାର ନା ରାସ୍ତାଟା ଇଏ ଆମ ଗାଁ ରାସ୍ତାଟା ଦେଖନ୍ତୁ ଇଏ ହେଉଛି ବରାଳ ଗାଁ ଭିତରେ ଇଏ ଗାଁ ଭିତରେ ବି ଆମେ ଯାଉଛୁ ବରାଳ ଗାଁ ଇଏ ନା ସାନୁ ଯାଉଛି ଆଉ ବହୁତ ଜୋରେ ଖରା ହେଉଛି ଆମ ଘର ପଡ଼ିବ ଆଉ ଦେଖନ୍ତୁ ବରାଳ ଗାଁ ପାସ୍ କଲା ପରେ ହେଉଛି ଆମର ଏଠି ବିଲଟା ପଡ଼ିବ ଏଠି ବିଲ ଆଉ ଦେଖନ୍ତୁ ଆପଣମାନେ ଏଇ ଘର ତୋଳା ହେଇଛି ଆମର ଆଉ ଏଇଟା ହେଉଛି ବିଲ ଏଇଟା ଧାନ କରାହେବ ତଳି ପଡ଼ିଛି ସେପଟେ ଆଉ ସବୁ ଫସଲ ଲାଗିଥିଲା କାକୁଡ଼ି ଆଉ ସବୁ ଫସଲ ଲାଗିଥିଲା ଏମିତି ଆଉ କାକୁଡ଼ି ଛୁଇଁ ବି ଲାଗିଛି ସବୁ ସେଇଥିପାଇଁ ଦେଖନ୍ତୁ ଏବେ ତ ଧାନ ଚାଷ ହେଉଛି ଆଉ ହଳ ଚାଲିଛି ଏବେ ବିଲ ଆଉ ଟ୍ରାକ୍ଟର ସେଠି ଗୋଟେ ଲୋକଟା ଅଛନ୍ତି ତାଙ୍କ ପଛରେ ମାନେ ବସୁଛନ୍ତି ସେଠି ଆଉ ଦେଖଉଛି ମୁଁ କେତେ ଗୋଟେ ପାଣି ନଡ଼ିଆ ଗଛ ଅଛି। ତ ଏବେ ଦେଖନ୍ତୁ ଆମେ ଏବେ ଗାଁ ଭିତରେ ପହଞ୍ଚିଗଲୁ ସେପଟେ ହେଉଛି ତା ମାମୁଁ ଘର ଆମେ ଏଇପଟେ ଯିବୁ ପଛପଟଟା ଆଉ ଏଇଟା ହେଉଛି ମାମୁଁ ଘର ଗାଁ ଆଉ ଆମେ ଯାଉଛୁ ଏବେ ଆଉ ତ ଏବେ ଗାଁ ଭିତରେ ଆମେ ପହଞ୍ଚିଗଲୁ ଏବେ ମାମୁଁ ଘର ଦେଖନ୍ତୁ ଏଇଟା ସେ ମାମୁଁ ଘର ବିଷ୍ଣୁ ସେଠି ଠିଆ ହେଇଛି ତ ଦେଖନ୍ତୁ ଆମେ ଏବେ ଆସିକି ପହଞ୍ଚିଗଲୁ ଆଉ ଏଠି ଅଜା ଆଈ ବସିଛନ୍ତି ଆଈ ଅଜା ଫୋନ୍ ଦେଖୁଛ? ଅଜାଙ୍କର ଫଟୋ ଉଠଉଛି ସାନୁ ଫଟୋ ଉଠଉଛି ଅନ୍ଧାର ଦେଖ ତୁ ସିନା ତୁ ସେପଟକୁ ଗଲେ ସିନା ଉଠିବ ଅଜା ଗାଧେଇ ନାହାନ୍ତି ଗାଧେଇବାକୁ ଯାଉଛନ୍ତି ଗାଧେଇକି ଆସନ୍ତୁ ଫଟୋ ଉଠେଇବୁ ହେଲା ହଁ ଆଇକି କହୁଛି ହଁ ନା ସେ ଫଟୋ ଉଠେଇବ କ୍ଲିୟର ଆସୁଛି ନଈକି କ'ଣ ଫୋନ୍ ନେଇକି ଯିବେ ଅଜା
ପଥର ବୋହିକି ଆଣି ଦେଇକି ବାରି ଏଠୁ ଏ ଦାଣ୍ଡ ପଟୁ ସାନୁ ତୁ ପଥର ବୋହିବୁ ମାଇଁ କଣ କହୁଛି ହଁ ଏକାଥରେ ଗୋଟେ ପଥର ଟେକି ଦେବି ଏକାଥରକେ ମୋ ପୁଅ କହୁଛି ପଥର ବୋହି ଆଣିବ ଜାଣିଛୁ ନା ନାଇଁ ଏଠି ତ ଭାବୁଛ ଆଉ ଏଠି ନଡ଼ିଆ ଛାଣୁଛି କଣ ହବ ମୋ ପୁଅ କହୁଛି ହେଲା 1000 ଟଙ୍କା ଦବ ତାକୁ ହେଲା ସପନାର ଦଶନାର ମୋ ସାଙ୍ଗେ ସିଏ କଣ ମାଇଁ ମାନଙ୍କୁ କହିବ ପାଖଲ ବଢା ପାସୁଛନ୍ତି ବିଲେଇ ଯିବୁ ବିଲେଇ ଆ ନା କଣ ଯେ ବିଲେଇ ନା ରାନୀ ତା ନା ଏ ରାନୀ 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 କଣ କରୁଛି ରାନୀ କି ଗୋଟେ ମାଲ ଦିଅ ରାନୀ କି ମାଲ ଦିଅ ଲୁଗା ବଦଳିବ ହଉ ଲୁଗା ଦିଅ ବଦଳିଆ ଆଜି ଖରା ହଉଛି ଟୋଟାଲି ରଥଯାତ୍ରାଠୁ ଖରା ନଥିଲା ଦେଖନ୍ତୁ ଏବେ ଆରମ୍ଭ ହେଇଯାଇଛି ଘର କାମ ଆରମ୍ଭ ହେଇଗଲା ଆମର ଘର କାମ ଆରମ୍ଭ ହେଇଯାଇଛି ଖୁଣ୍ଟି ପଡ଼ିଛି ତ ଦେଖନ୍ତୁ ଏବେ ଭାତ ବଢ଼ା ହେଇଯାଇଛି ଖାଇବା ପାଇଁ ଆଉ ଏଠି ମାଇଁ ବସି ପଡ଼ିଛନ୍ତି ଆଉ ମମି ଏଠି ବସି ପଡ଼ିଛି ଭାତ ସାଧା ତରକାରୀ ଡାଲି ଆଉ ଏଠି ଡାଲମା ଏଠି ଖଟା ଆଉ ଶାଗ ହେଇଯାଇଛି ଖାଉଛନ୍ତି ଆଉ ନା ହଉ ଖାଇଦିଏ ଆଉ ଏକା ଆଉ ନା ମୁଁ ଖାଇବିନି ନା ମୁଁ କେବେ ଖାଇକି ଉଠିଲି ନା ଆଉ ଖାଇବିନି ହଉ ଆଉ ତ ଏବେ ଦେଖନ୍ତୁ ଘରକୁ ଆସିକି ପହଞ୍ଚିକି ଏବେ ଖାଇବା ପିଇବା ସରିଗଲା ପରେ ଆଉ ଆଇସ୍ ବାବୁ ବସେଇ ଦେଲାନି କହିଲା ନଈ ଦେଖିବାକୁ ଯିବା ହେଲା ଆମର ଭାର୍ଗବ ବି ନଈ ନା ଆଉ ସେଇ ନଈକି ମାନେ କେତେ ପାଣି ଆସିଛି ଆପଣ ଜଲ୍ଦି ଆସନ୍ତୁ ଜଲ୍ଦି ଯିବା ଦେଖିବାକୁ କାରଣ ଏଇ ଟାଇମ୍ରେ ହିଁ ବନ୍ୟା ଆସେ ହେଲା ନଈରେ ପାଣି ବହୁତ ଆସେ ଆଇସ୍ ବାବୁ ବସେଇ ଦେଉନି ମାନେ ଆମ ଗାଁ ଗୋଟେ ସେପଟେ ହେଉଛି ତାଙ୍କ ଗାଁ ପଟେ ମାନେ ନଈ ନାହିଁ ନା ଆଉ ସେଥିଲାଗି କହିଲା ନଈ ଦେଖିବାକୁ ଯିବା ହେଲା ଆଉ ଚାଲନ୍ତୁ ଦେଖିବ ନଈରେ କେତେ ପାଣି ହେଇଛି ଆପଣମାନେ ଜଲ୍ଦି ଚାଲନ୍ତୁ ଆଇସ୍ର ଆଉ ସାଇର ମୋତେ ଛାଡ଼ିକି ବି ଆଗୁଆ ପଳେଇ ଆସିଛନ୍ତି ଆମ ଗାଁ ରୋଡ଼ ଆପଣମାନେ ତ ଦେଖିଲେ ଆଉ ଏବେ ଚାଲନ୍ତୁ ଦେଖିବା ନଈ ହେଲା ନା ସାନୁ 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 ସିଏ ସାଇ ହେଲା ଟିକେ ନା ଅପେକ୍ଷା କରନ୍ତୁ ନଈ ଦେଖିବାକୁ ଯିବା ଆମେ ଅଲରେଡ଼ି ଯାଉଛୁ ହେଲା ଆସନ୍ତୁ ଯିବା ଦେଖିବା ବନ୍ଧ ଉପରେ ଦୋକାନ ଦେଇଛି ଭାଇର ଦୋକାନ ସାନ ଭାଇର ଆଉ ସିଏ ବି ଅଛି ଆମକୁ ବି କେତେବେଳେ ଡାକିକି ଆସିଲାଣି ଯେହେତୁ ଆମେ ଚାଲିକି ମୁଁ ଆସିପାରୁନି ମୁଁ କେତେ ବଡ଼ ଚାଲିକି ଯାଇପାରିବିନି ସାନୁ କହିଲା ନା ଯିବା ମାନେ ଯିବା ହେଲା ସେଥିଲାଗି ଆମେ ଯାଉଛୁ ଆମେ ଆସିକି ପହଞ୍ଚାଇଛୁ ଦୋକାନରେ ଆଉ ଦୋକାନରେ ବସିବା ପାଇଁ ଯାଇକି ବାହାରେ ଠିଆ ହେଇଛି ଯାଉଛୁ ଆମେ ଦେଖିବାକୁ ଏବେ ନଈ ହେଲା ଚାଲେ ନଈ ଆଡ଼ିକି ଯିବା ସିଏ ଗଲଣି ହେରି ଦୁଇ ଜଣ ଦେଖି ଆଗକୁ ବଡ଼ାପା ଆସିକି ଏଠି କ'ଣ କରୁଛନ୍ତି ଏଇ ବଡ଼ାପାଙ୍କର ଏଇ ଘରଟା ଟିକେ ଓ ସେପଟା ନା ବଡ଼ାପା ସେଠି କ'ଣ ଓଳଉଛନ୍ତି ଆଉ ପିଲାମାନେ ଦେଖନ୍ତୁ ପଳେଇଲେଣି ବନ୍ଧ ଉପରକୁ ଦେଖନ୍ତୁ ଆମେ ଏବେ କେନାଲଟା ପାସ୍ କରୁଛୁ ଏଇଟା ହେଉଛି କେନାଳ ବ୍ରିଜ୍ ଆଉ ଇଏ ହେଉଛି ଭାଇ ସାନ ଭାଇ ଆଉ ସିଏ ଆସୁଛି ଆଉ ଏପଟେ ବିଷ୍ଟୁ ମୁଁ ଭିଡ଼ିଓ କରିଦେବି ବୋଲି ମୁଁ ଏଟାକୁ ଗାମୁଛା ଘୋଡ଼େଇକି ଠିଆ ହେଇଛି ହେଲା ନାଇଁ କରୁନି ହେଲା ପକେଇନି ଏ ଶିବୁନା ଯେମିତି ମୁହଁ ଘୋଡ଼େଇ ଦେବନି ଇଏ ସେମିତି ମୁହଁ ଘୋଡ଼େଇ ଦେଉଛି ହେଲା ଆଉ ଏବେ ଯାଉଛୁ ନଈକି ଦେଖିବା ପାଇଁ ନଈରେ କେତେ ପାଣି ଅଛି ଦେଖନ୍ତୁ ଆମେ ଦୁଇ ଭାଇ ଭଉଣୀ ଯାଇକି ଚାଲିକା ଯାଉଛୁ ହେଲା ମୋତେ କେତେବେଳେ ଡାକିଲାଣି ଦୋକାନକୁ ଆସିଲାଣି ଖରା ହେଉଥିଲା ବୋଲି ମୁଁ କହିଲି ନାଇଁ ତୁ ଆଗରେ ଚାଲେ ମୁଁ ପଛରେ ଯିବି ହେଲା ଦେଖନ୍ତୁ ଏଠି ଛେଳି ମେଣ୍ଢା ଇଏ ହେଲା ଛେଳି କହିଦେଲି ବାଉଳାରେ ଆଉ ନଈ ବନ୍ଧ ଉପରେ ପହଞ୍ଚି ଯାଇଛି ସାନର ଆଉ ଆର ଦେଖନ୍ତୁ ପାଣି କେତେ ହେଇଯାଇଛି ନଈରେ ନଈ ପୁରା ଫୁଲ୍ ଆପଣମାନେ ଦେଖିପାରୁଥିବେ ନଈରେ କେତେ ପାଣି ଆସିଯାଇଛି ପୁରା ଫୁଲ୍ ହେଇଛି ଆହୁରି ବି ପାଣି ଆସିଯିବ ମାନେ ଆମେ ଯେଉଁଠି ଛିଡ଼ା ହେଇଛୁ ଏଇ ବନ୍ଧରେ ନା ଏଇ ବନ୍ଧଟା ପୁରା ଫୁଲ୍ ହେଇଯାଏ ହେଲା ମୁଁ ସାହସ ଯାଉଛି ଟିକେ ପରେ କହିବି ସାନ ତୁ କହ ନହେଲେ ଚାଲିକି ଆସିଲି ନା ହେଲେ ତାପରେ ହେଉଛି ବନ୍ଧଟା ଯେଉଁ ହଁ ଉଠାଣିଟା ନା ସେଥିଲାଗି ଉଠିକି ଆସିଲା ବେଳକୁ ମାନେ ମୋ ସାହସ ହେଇଗଲାଣି ହେଲା ଏଠି ଦେଖନ୍ତୁ ଛେଳି ମାନେ ଛେଳି ନୁହଁ ମେଣ୍ଢା ଚରଉଛନ୍ତି ଆଣିକିରି ଗାଈ ଗୋରୁ ବି ସେପଟେ ରହିଛନ୍ତି ଆଉ ବନ୍ୟା ପାଣି ଦେଖନ୍ତୁ କେତେ ଜୋରରେ ଆସିକିରି ଦେଖନ୍ତୁ ଡଙ୍ଗାରେ ବସିକି ଯିବୁ ସେପଟକୁ ସେପଟକୁ ଗଲା ବେଳକୁ ସାଢ଼େ ଯିବା କୁଆଡ଼େ ଯିବା ସୁଅଟା କୁଆଡ଼େ ହେଉଛି କହିଲୁ
ହେଲା ତୁ ଶୁଣୁ ସେ କଥା କହୁଛୁ ଏଠି କେତେବେଳେ ବନ୍ୟା ଆସିଥିଲା ଏଇ ଯାଙ୍କେ ଆସିଥିଲା ବନ୍ଧ ଯାଙ୍କେ ଆମେ ଆସିଥିଲୁ ସବୁ ସାଙ୍ଗମାନ ସହିତ ମାନେ ଏଇଠି ହଁ ଏଇଠି ତୁ କେମିତି ଜାଣିଲୁ ମୁଁ ଆସିଥିଲି ତୁ ଆସିଥିଲୁ ଭଗବାନ ମାନେ ମୋ ବାହାଘର ହେଇନଥିଲା ହେଲା ମାନେ ବାହାଘର ହେଇନଥିଲା ଆମେ ଏଠୁ ସମସ୍ତେ ପଇଲୁ ଏତେ ଜୋରେ ବନ୍ୟା ପାଣି ଆସିଲା ଯେ ମାନେ ସୁଅ ହଉଥିଲା ଯେମିତି ଏଇନେ ଯେମିତି ସୁଅ ହଉଛି ଦେଖନ୍ତୁ ଦେଖୁଛି ଆଉ ଟିକେ ଦେଖେଇବୁ ଜୁମ୍ କରିକି ବନ୍ୟା ଏଥିରେ ଆସିଥିଲା ଏଠୁ ଆମେ ସମସ୍ତେ ପଡ଼ିଲୁ ମାନେ ଯେ ବାହାରିଲୁ ସେ ତୋଟା ଯେଉଁ ବଣ ନାହିଁ କି ଛାଡ଼େ ସେଠି ଯାଇକି ମାନେ ବାହାରିଲୁ ମୋ ଗୋଡ଼ ବି ମୋଡ଼ି ହେଇଯାଇଥିଲା ସେଇ ବର୍ଷ ହେଲା ଘରେ ମିଛ କଥା କହିଲି ଯେ ମୁଁ କହିଲି ଯେଉଁ ଗାଈ ରଖା ହେଇଥିଲା ଆମର କୁଟା ଉଁଚୁକା ହେଲା ଗୋଡ଼ ମୋଡ଼ି ହେଇଗଲା ଆମର ହେଲା କିନ୍ତୁ ପଡ଼ିକି ଏଠି ଗୋଡ଼ ମୋଡ଼ି ହେଇଯାଇଥିଲା ଏଇ ପାଦଟା ମୋର ବାଁ ପାଦଟା ପୁରା ମୋଡ଼ି ଯାଇଥିଲା ସେ ଯାଏଁ ଆମେ ଲାଗିଗଲୁ ତାପରେ ଲୋକ ଆସିକି ରାଗିଲେ ବକିଲେ କହିଲେ ମରିଯିବ ସମସ୍ତେ ପଳେଇ ଆସ ସବୁ ହେଲା ଏଇ ବନ୍ୟା ପାଣିରେ ଆମେ ପୁଣି ବାସି ଯାଇଥିଲୁ ସିଆଡ଼େ ଆଉ ଏଇ ମଉସା ତ ଏଠି ବସିଛନ୍ତି ତାଙ୍କର ଏଠି ମେଣ୍ଢା ଆଣିକି ଚରାଉଛନ୍ତି ମଉସା ତମର ସିଏ ହଁ ହଁ ଏବେ ଚାଲନ୍ତୁ ଯିବା ନଈ ତଳକୁ ଯିବା ଦେଖିବା ହେଲା କ'ଣ ଭାସି ପଳେଇଲା ଚାଲ ଦେଖିବା ସମସ୍ତେ ଆସ ଆସ ଜଲ୍ଦି ଆସ କ'ଣ ଗୋଟେ ଭାସିକି ପଳେଇଲା ଆସ ହଁ ଆସ ଦେଖିବା ଚାଲ 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 ଦେଖିବା କୁମ୍ଭୀର ହଁ ସତରେ କୁମ୍ଭୀର ଆସିଛି କ'ଣଟେ ଭାସିକି ଗଲା କୁମ୍ଭୀର ଦେଖନ୍ତୁ ଆମେ ପାଖାପାଖି ଆସିକି ପହଞ୍ଚିଲୁ ନଈ ପାଖାପାଖି ଯାନା ସେଠିକି ଡଙ୍ଗାଠି ଅଛି ନଲୁ ଆମେ ଗୋଟେ ଥର ଆସିଥିଲୁ ଡଙ୍ଗା ଦେଖିଥିଲୁ ଆମେ ପାଖରେ ଏବେ ପହଞ୍ଚିଲୁ ନଈ ପାଖରେ ଦେଖନ୍ତୁ କେଉଁଭଳି ଭାବରେ ସୁଅ ହେଉଛି ଆଉ ଡଙ୍ଗାଟାକୁ କି ଜୋର ସେ ଭିଡ଼ୁଛି କାହିଁ ଭିଡ଼ୁଛୁ ଆଡ଼ିକି ଯିବା ନା କ'ଣ ବସିକିରି ଡଙ୍ଗାଟା ଆସୁନି ସବୁ এই ଦେଖନ୍ତୁ ଡଙ୍ଗା ସେପଟେ ଆସିଲା ଆପଣମାନେ ଦେଖୁଥିବେ ଏତେ ଜୋରରେ ଯେଉଁଠି ଭିଡ଼ା ହେଉଛି ଡଙ୍ଗାଟା ମୁଁ ବି ଲାଗିଯାଇଛି ତା ସାଥିରେ ଭିଡ଼ିବାରେ ଏଇ ଦେଖନ୍ତୁ ନଈରେ ଡଙ୍ଗାଟା ବି ଅଛି ସେ ବନ୍ୟା ଆସିଲା ନଈରେ ଡଙ୍ଗାଟା ପୁଣି କ'ଣ ହେବ ସେଠି ଯିବନି ଭାସିବନି ସେଠି ସୁଅ ହଉଛି ସେଇଠି ମଝିରେ ହଁ ବା ଭଅଁର ହେଉଛି ସେ ଆସିବ କେମିତି ଏଠି ସବୁ ଝୁଣ ଗୁଡ଼ାକ ଅଛି ଆସିବ କେମିତି ଓ ମୋ ତୁ ଏଇନା ଆସିଗଲୁ ଆମେ ତତେ କେତେ ଖୋଜିଲାଣୁ ହଁ ନଈ ଏଡ଼ିକି ଆସିବୁନୁ କେତେ ପାଣି ହେଇଛି ଏଡ଼ିକି ହେଲା କାଇଁ ଏଠିକି ଯାନା ସାଡ଼େ ତାଡ଼କୁ ନାଇଁ ନଈ ଏଡ଼ି ଯାନା ପାଖକୁ ଯାନି ସାଡ଼େ ଚାଲ 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 ଆପଣମାନେ ତ ଦେଖିଲେ ନଈ ଆଉ ନଈ ଦେଖିବାକୁ ଆସିଥିଲୁ ପାଣି କେତେ ଜୋରେ ହେଇଯାଇଛି ଆପଣମାନେ ତ ଦେଖିଲେ ନଈ ସେପଟେ ରହିଲେ ଆମେ ବନ୍ଧ ଉପରକୁ ପଳେଇବୁ କାହିଁକିନା ବହୁତ ଜୋରେ ସୁଅ ହେଉଛି ପାଣି ବି ବହୁତ ଜୋରେ ବି ଆସୁଛି ଆଉ ଏବେ ପଳେଇବୁ ବନ୍ଧ ଉପରକୁ ହେଲା ବନ୍ଧ ଉପରେ ସମସ୍ତେ ଆସିଯାଇଛନ୍ତି ଛିଡ଼ା ହେଇଛନ୍ତି ସେଠି ଚାଲନ୍ତୁ ପାଖରେ ଦେଖିବାର ଆମ ପଛ ବି ଆସିକି ପହଞ୍ଚିଗଲେ ଏଠି ଆସିକି ତମେ ଗାଡ଼ି ନେଇକି ସିଧା ପଳେଇ ଆସିଲ ନା ହଁ ଆଉ ତମେ ଗାଡ଼ି ନେଇକି ପଳେଇ ଆସିଲ ମୁଁ ଚାଲିକା ଆସିଲି ଯେ ଦେଖୁଛ ଏତେ ଜୋରେ ସେ ଆସିଗଲାଣି ହେଲା ଶୋଇକି ଆଉ ନଈରେ ଦେଖୁଛ ଟି କେତେ ପାଣି ଏବେ ଆମେ ନଈ ବୁଲା ସରିଲା ଏବେ ଆମେ ଘରକୁ ଯାଉଛୁ ମମି ଆସିଛି ପଛରେ ଆମେ ମୋର ଯାଉଛୁ ସାଇକେଲରେ ତମେ ଯାହରି ଆମେ ପୁଅ ଆମର ସାଇ ଆମର ବସ୍ ଗାଡ଼ିରେ ଯିବ କିଷାନ ଗାଡ଼ିରେ ଯିବ ହେଲା ଆମେ ଏବେ ବାହାରିଲୁ ଘରକୁ ସମସ୍ତେ ଛିଡ଼ା ହେଇଛି ଆଉ ବାହାରିଲାଣି ଘରକୁ ଆଉ ବଡ଼ ବୋଉ ଏଠି ବସିଛନ୍ତି ମଦନ ସେଠି ଛିଡ଼ା ହେଇଛି ମଦନ ଅନେଇଟା ତ ଉପରକୁ ଗଲାଣି ହେରି ଆରେ ସାଇ ହଁ ମୋ ବୋଉ କହୁଛି କହିଲେ ମୁଣ୍ଡ କୁଣ୍ଡେଇଲୁନୁ କାହିଁ ମୁଣ୍ଡ କୁଣ୍ଡେଇଲୁନି ଆମେ ତ ନଈଆଡ଼େ ଯାଇକି ସବୁ ଭିଡ଼ିଓ କରି ଗଲାଠୁ ଗାଁଟା ଆମର ଦେଖନ୍ତୁ ଏପଟେ ଗାଁଟା ଆମର ଦେଖନ୍ତୁ ଆଉ ଏଠି ବଡ଼ ବୋଉ ବସିଛନ୍ତି ଏଠି ମଦନ ଛିଡ଼ା ହେଇଛି ଏଠି ସାନ ସେ ବୋଉକୁ ବିଷ୍ଣୁ ମୁହଁ ଲୁଚେଇ ଦେଲା ଆଉ ଏବେ ଘରକୁ ଯାଉଛି ଟାଟା ହେଲା ଚାଲ ଗାଡ଼ି ଏବେ ଷ୍ଟାର୍ଟ ହେଲା ଆମର ଆମେ ଏବେ ଚାଲିଲୁ ସନ୍ଧ୍ୟା 6ଟା ହେଇଗଲାଣି ହେଲେ ଆମେ ଯାଉଛୁ